କହିଲି ଯେ ଆଗରେ ଛିଡ଼ା ହେଇଛନ୍ତି। ମୁଁ କହିଲି ସେ ଯେଉଁ ଆଗରେ ଛିଡ଼ା ହେଇଛନ୍ତି ସେଇ ଲୋକ। ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ। ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ? ଆଶା କରୁ ସମସ୍ତେ ଭଲ ଥିବେ, ମସ୍ତ ସୁସ୍ଥ ଥିବେ। ସାଙ୍ଗମାନେ ମୋ ଚ୍ୟାନେଲ ଆଉ ଫ୍ରେଶ୍ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ଆଜି ହେଲାଣି ସୋମବାର, ୱିକ୍ର ଷ୍ଟାର୍ଟିଂ ଆଜିଠୁ। ସୋମବାର ଦିନ ଯଦି ଠିକ୍ଠାକ୍ ହେଲା ତ ଅଲଗା ବାକି ଦିନ ଗୁଡ଼ା କାମ କରିବାକୁ ମନ ହେବ ଠିକ୍ସେ। ଆଉ ତା ଛଡ଼ା ଇଏ ତ କିଛି ଦିନ ହେବ ସୋମବାର ଦିନ ଏତେ ବେପାର ହେଉନି। ସୋମବାର ଦିନ କଥା କ'ଣ, ପୁରା ୱିକ୍ ସେମିତି ବେପାର ହେଉନି। କେଉଁଦିନ କାହାର ନସିବ ଜଳୁଛି ସେଦିନ ଯାହା ଟିକେ ଅଧା ବେପାର ହେଉଛି। ତ ଗଲା ୱିକ୍ କଥା ଯଦି କହିବା, ସେମିତି ବେପାର ହେଇନଥିଲା। ବାକି ଖାଲି ଶନିବାର ଆଉ ରବିବାର ଦିନ 2 ଦିନ ଠିକ୍ଠାକ୍ ବେପାର ହେଇଥିଲା, ମାନେ ଗତକାଲି ଆଉ ତା ପୂର୍ବ ଦିନ। ତ ଟାଇମ୍ ଆପଣଙ୍କର ହେଇଗଲାଣି ମାନେ 9:20। ମୁଁ ଲଗ୍ଇନ୍ କରିଥିଲି 8ଟା ବେଳକୁ। ଫାଷ୍ଟ ବୁକିଂଟା ନେଇକି ଆସିଥିଲି ଉତ୍କଳ ହସ୍ପିଟାଲ, ଆଉ ଏବେ ଗୋଟେ ସେଇଠୁ ଆଣିକି ଛାଡ଼ିଲି ଆପଣଙ୍କର କିମ୍ସ ହସ୍ପିଟାଲ। ଲାଗୁନି ବୁକିଂ ଭଲ ହେବା ଭଳିଆ, ତଥାପି ଦେଖିଏ କେମିତି କ'ଣ ବେପାର ହେଉଛି। ମୁଁ କହିଲି ଯେ ଆଗରେ ଛିଡ଼ା ହେଇଛନ୍ତି। ମୁଁ କହିଲି ସେ ଯେଉଁ ଆଗରେ ଛିଡ଼ା ହେଇଛନ୍ତି ସେଇ ଲୋକ। ମାଷ୍ଟର କ୍ୟାଣ୍ଟିନ୍ରେ ଛାଡ଼ିଲି, 240 ଟଙ୍କା ମିଳିଲା। ଗାଡ଼ିରେ ନାହିଁ CNG। କାଲି ପକେଇଥିଲି ଆପଣଙ୍କର ସେଇ 588 ଟଙ୍କାର, ଯେତିକି ଗଲା ଆଉ ପ୍ରେସରରେ। ଏବେ ମାତ୍ର 2ଟା ଗାର ଅଛି, ଯେହେତୁ ପାଖରେ CNG ଟାଙ୍କି ପକେଇଦେବା CNG। ମୁଁ ଯାଇଥିଲି ପଟିଆରେ CNG ପକେଇବାକୁ, ସେଇଠି ଆପଣଙ୍କର ଜାମ୍ ଲାଗିଲା। ମାନେ ତାଙ୍କର ଏମିତିରେ CNG ନଥିଲା, ଗାଡ଼ି ଆସିବ ତାପରେ ଦେବ, ତା ଛଡ଼ା ଗାଡ଼ି ଲମ୍ବା ଲାଇନ୍। ତଥାପି ମୁଁ ଛିଡ଼ା ହେଇଥିଲି, ଏମିତି ତ ବୁକିଂ ବାଜୁନଥିଲା। ମୁଁ କହିଲି ଆସିଲ ପକେଇ, ଆଉ କ'ଣ ସେତେବେଳେ ବାଜିଲା ଷ୍ଟେସନ ପାଇଁ। ମୁଁ କହିଲି ସେ ଯାଇକି ପକେଇଦେବି ଆପଣଙ୍କ ଅଶୋକନଗରରେ। ବେକାରଟା ଲାଇନ୍ରେ କାହିଁ ଛିଡ଼ା ହେବି, ଭଡ଼ା ଏମିତି ବାଜୁନି। ଏମିତି ବି ହେଇପାରେ CNG ପକେଇବି ଲାଇନ୍ରେ ଛିଡ଼ା ହେଇକି, ତାପରେ ବସିଦେବ, ପୁଣି ଘଣ୍ଟାଟେ ବାଜିବନି। ତାଠୁ ବେଟର୍ ବାଜିଲା ପଳେଇ ଆସିଲେ। CNG ପକେଇବା ପରେ ଭାବିଥିଲି ଘରକୁ ପଳେଇ, ଟାଇମ୍ ତ 12ଟା ଉପରେ ହେଲାଣି। 100 ଟଙ୍କା ଗୋଟେ ବାଜିଥିଲା, ସାଙ୍ଗେ ସାଙ୍ଗେ ଆଣିକି ମ୍ୟାଙ୍ଗୋ ହୋଟେଲରେ ଛାଡ଼ିଲି। ଛାଡ଼ିଲା ପରେ ବସିଛି ମ୍ୟାଙ୍ଗୋ ହୋଟେଲ ପାଖରେ, ଏ ପ୍ରାଙ୍ଗନ। ଏପଟେ ପୁରା କଟକ ରୋଡ଼, ମାନେ ଟୁୱାର୍ଡ଼ସ୍ ମୁଁ ସିଧା ହେଇଗଲା କଳ୍ପନା ଆଡ଼ିକି। ଏପଟେ ସାଇଡ଼୍ ତ ତାଙ୍କୁ ଛାଡ଼ିକି ବସିଛି। ବାଜୁଛି କଣ୍ଟିନ୍ୟୁ। ଗୋଟେ ବାଜିଲା ଆପଣଙ୍କର ରଘୁନାଥପୁର 327 ନା 28 ଟଙ୍କା। ସେ ମ୍ୟାଚିଂ ଆସିଲା। ମ୍ୟାଚିଂଟା ଏମିତି ଦେଉଛି, ଜଣକୁ ମାନେ ନର୍ମାଲ୍ ବୁକିଂ ଦେଉଛି, ଆଉ ଜଣକୁ ମ୍ୟାଚିଂ ଦେଉଛି। ନର୍ମାଲ୍ ବୁକିଂ ବାଲା ଯଦି ଆକ୍ସେପ୍ଟ ନ କଲେ, ତାହେଲେ ତାଙ୍କୁ ମ୍ୟାଚିଂ ବାଲାଙ୍କୁ ଆକ୍ସେପ୍ଟ ହେବ। ତ ସେ ମ୍ୟାଚିଂ ହେଲାନି। ତାପରେ ପୁଣି ଗୋଟେ ପାତବଡ଼ା ଆସିଲା, ସିଏ ବି ମ୍ୟାଚିଂ ହେଲାନି। କ'ଣ କରିବି ଏମିତି ହେଲେ? ତ ବସିଛି, ପଳେଇ ଖାଇବାକୁ। ଆଉ 5-10 ମିନିଟ୍ ୱେଟ୍ କରୁ, ଯଦି ବାଜିଲା 200-250 ବଡ଼ ବୁକିଂ ଗୋଟେ ତ ପଳେଇବି, ନହେଲେ ଘରକୁ ପଳେଇ ଖାଏ। ସେଟ୍ ହେଲା କଟକ ପାଇଁ। ସେଇ କଟକ ରୋଡ଼ରୁ ହିଁ, ମାନେ ଷ୍ଟେସନରୁ ନୁହଁ, କଟକ ରୋଡ଼ ସେଇ ଲକ୍ଷ୍ମୀସାଗର ଟ୍ରାଫିକ୍ ଛକରୁ। କଷ୍ଟମର ଲୋକେସନରେ ତ ପହଞ୍ଚି ଗଲେଣି। କହିଲେ ଛିଡ଼ା ହୁଅନ୍ତୁ, ଗାଡ଼ି ବୁଲେଇକି ମୁଁ ଆସୁଛି। ରାନିହାଟ କଲୋନୀ ମାନେ ମୋତେ ଯାହା ଲାଗୁଛି ସେ SC ମେଡ଼ିକାଲକୁ ହିଁ ଯିବେ। ଟାଇମ୍ ସେଇ 12:30, ପହଞ୍ଚୁ 1:30। ଯଦି ଅଧଘଣ୍ଟା ଭିତରେ ବାଜିଲା, ତାହେଲେ ମାନେ ସେ 2ଟା ଭିତରେ ପହଞ୍ଚିବି ଭୁବନେଶ୍ୱର, ଘରେ ଖାଇଦେବି। ଆଉ ଯଦି ନହେଲେ ସେ କଟକରେ ଖାଇବାକୁ ପଡ଼ିବ। ଡ୍ରାଇଭିଂ ଲାଇନ୍ ଭାଇ ଏଇଆ। ଆପଣ ସକାଳ ଖାଇବାଟା, ସକାଳେ ଯେଉଁ ବ୍ରେକଫାଷ୍ଟଟା ଯେଉଁଟା କରିବେ, ସେଇଟା ଘରୁ ଆପଣ ପ୍ଲାନିଂ କରିକି କେତେବେଳେ ବାହାରିବେ, ଖାଇ ପିଇକି ବାହାରି ପାରିବେ। ବାକି ଖରାବେଳେ ଖାଇବାଟା କେତେବେଳେ ଘରେ ପହଞ୍ଚିବେ, କେଉଁ ଦିନ ଘର ଆଖପାଖରେ ରହିବେ ତ ଖାଇବେ, ନହେଲେ 10 କିଲୋମିଟର 12 କିଲୋମିଟର ଆପଣ ଖାଲି ନେଇକି ଆସି ଘରେ ଖାଇଯିବେ। ତାଠୁ ବେଟର୍ ତ ହୋଟେଲରୁ ଖାଇଦେବେ ବେଟର୍। କଥା ହେଲା ସେଇଠି। ମିଳିଲା 514 କି 15 ଭିତରେ ଏମିତି ହେଇଥିବ। ଆଉ ରିଟର୍ନ ତ ମାରୁଥିଲି ଯେ ଆମର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, ହେଲେ ରିଟର୍ନ ନେଉନି, ମାନେ ହୋମ୍ ଆପ୍ଲାଏ ହେଉନି। ଲେଖୁଛି ମାନେ ଟୁ ମେନି କାର୍ସ, କ'ଣ ଏମିତି ଲେଖୁଛି। ଆଉ ଇଂଲିଶରେ ଯେ ବହୁତ ଗାଡ଼ି ଆପଣଙ୍କର ଅଛି ୱେଟିଂରେ। ଆଉ ବିଜୁ ପଟ୍ଟନାୟକ ଏୟାରପୋର୍ଟ ତ ଆଉ ହେଇପାରିଲାନି। ମୁଁ ହୋମ୍ ପକାଇ ଦେଇଛି ଆମର ରେଲୱେ ଷ୍ଟେସନକୁ। ଯାହାହେଲେ ସେ ଭୁବନେଶ୍ୱର ଆଡ଼େ କି ଆସିଲେ କାହାକୁ ହୁଏତ ତାଙ୍କୁ ବାଜିଲା ଆଗ, ମୋତେ ବାଜିଲା, ଯାହାକୁ ତ ବାଜିବ ଆଉ କ'ଣ। ଗାଡ଼ି ତ ବହୁତ ଅଛି, ଖାଲି ମାନେ ଏଇପଟେ ମୁଁ ଯେଉଁ ପଟେ ବସିଛି ବର୍ତ୍ତମାନ ଦେଖନ୍ତୁ, ସବୁ କାର୍ ଯେଉଁ ପାର୍କିଂ ହେଇଛି, ମାନେ ଆପଣଙ୍କ ସେ ଯେଉଁ SC ମେଡ଼ିକାଲ ସାଇଡ଼୍ଟା
এইପଟେ ଖାଲି ଆପଣଙ୍କର ମିନିମମ୍ 8-10ଟା କାର୍ ହେବ। ତା ଠିକ୍ ଅପୋଜିଟ୍ ସାଇଡ଼୍ରେ ଆପଣଙ୍କର ସେପଟେ ସେ ଯେଉଁ ରଖା ହେଇଛି ପ୍ରାଇଭେଟ୍ ବି ଅଛି, ତା ଦେହରେ ଯେଉଁ ପ୍ରାଇଭେଟ୍ କାର୍ ବି ଅଛି, ଆଉ ଆପଣଙ୍କର ট্যাক্সি ବି ଅଛି। ତା କାହାର ନମ୍ବର ଆଗେ ଲାଗିବ ତାର ବାଜିବ ଆଉ କ'ଣ। ଏମିତି ତ ଲୋକାଲରେ ବାଜୁନଥିଲା 9ଟାରୁ ମାନେ 8ଟାରୁ 9ଟାରୁ ବୋଧେ 9ଟାରୁ 10:30 11 ଯାଏଁ ପୁରା ଜୋନ୍ ପଡ଼ିଥିଲା ପୁରା ଏରିଆ ସାରା, ହେଲେ ବାଜିଲାନି। ସବୁ 4 କିଲୋମିଟର 3 କିଲୋମିଟର ସବୁ ପିକଅପ୍ ରିଟର୍ନ ସେଇଠୁ, ମାନେ ମୁଁ ଯେଉଁ ଜାଗାରେ ଥିଲି ସେଇ ଜାଗାରୁ ଯିବି ପିକଅପ୍ କରିକି ଆଣିକି ଆସିବି ପୁଣି ସେଇଠି। ତ ସେଇ ସକାଶେ ଆଉ ତ ଆକ୍ସେପ୍ଟ କରିନଥିଲି। ଆକ୍ସେପ୍ଟନେସ୍ ରେଟ୍ ବି ବହୁତ କମିଗଲାଣି। ତାପରେ ଯାହା ଭାବୁଥିଲି ଖାଇବାକୁ ଯିବି ଘରେ, ସେ ବି ଯାଇ ହେଲାନି। ଗୋଟେ ନେଇକି ଯାଇଥିଲି ମ୍ୟାଙ୍ଗୋ ହୋଟେଲ, ତାପରେ 2-3ଟା ବାଜିଲା ଯେ ଟିକେ ଲୋଭ ହେଇଗଲା, ମାନେ ସେଠୁ ବାଜିଲା ଆକ୍ସେପ୍ଟ ହେଉନଥିଲା, ଲୋଭ ହେଇଗଲା କାଳେ କ'ଣ ଦୂର ବାଟ ପକେଇବ। ଆକ୍ଚୁଆଲି ପକେଇଲା କଟକ ଠିକ୍ ଅଛି, ହେଲେ ରିଟର୍ନଟା ଜଲ୍ଦି ଜଲ୍ଦି ଦେଇଦେଲା ତ ସବୁ କିଛି ଭଲ। ଭାଇ କାଲି ଆସିଥିଲି ଠିକ୍ ଥିଲା, ମାନେ କଟକ ଆସିଥିଲି ମାନେ ସାଙ୍ଗେ ସାଙ୍ଗେ ବାଜି ଯାଇଥିଲା। ଆଉ ଆଜି ସବୁ ଖାଲି ଲୋକାଲ୍ ବାଜୁଛି, ମାନେ ଆକ୍ସେପ୍ଟ ରେଟ୍ ପୁରା କମିଗଲାଣି। 50 ତଳକୁ ହେଇଯିବ ବୋଧେ। ଆଉ ଅଧଘଣ୍ଟା ଖଣ୍ଡେ ଯଦି ନ ବାଜିଲା ଇଏ 50 ତଳକୁ ହେଇଯିବ। ଖାଇ ପିଇକି ଆସିକି ଶୋଇଛି। ବର୍ଷା କାଚୁଥିଲା, ଜଷ୍ଟ ଟିକେ କମିଛି। ଏପଟେ ଭୁବନେଶ୍ୱର ଶୁଣିଲି ବର୍ଷା ହେଉନି, ତ ରିଟର୍ନଟା କେତେବେଳେ ଦେବ କେଜାଣେ। ଯଦି ଜଲ୍ଦି ଦେଇଥାନ୍ତା ବେପାର ଠିକ୍ଠାକ୍ ହେଇଯାଇଥାନ୍ତା। ମୋ ବସ୍ ପଛ ଲୋକ ଦୌଡ଼ୁଛନ୍ତି ଦେଖ। ଆଜି ଦଉଛି ବସେଇ ଦଉଛି, ଗୋଟେ ଗୋଟେ ଦଉଛି, ବହୁତ ସମୟ ବସେଇ ଦଉଛି, ସେମିତି ବେପାର ହେଉନି। ତ ଟୋଟାଲ୍ ଅର୍ଣ୍ଣିଂ ଯଦି କହିବା ଟଙ୍କା 1700 ହେଇଛି। ବହୁତ କଷ୍ଟ ରିଟର୍ନ ଗୋଟେ ଧରିକି ଆସିଲି ଆପଣଙ୍କର ସୋମ ହସ୍ପିଟାଲରେ। କଷ୍ଟମର କେହି ଓହ୍ଲାଇଛି ଯାଉଛନ୍ତି ସେ। ତ ଦେଖିବା ଦିନରେ ତ ଏମିତି ହେଉଛି 4ଟା-5ଟା ପଟ ବାଜୁନି ଟୋଟାଲ୍। ଏ ଟଙ୍କା 1700 ହେଇଛି, ଆଉ ଯଦି ହେଲା କିଛି 25-40। ଷ୍ଟେସନରୁ ବାଜିଛି ଏବେ ଗୋଟେ ପୁଣି ଖୋର୍ଦ୍ଧା, ମାନେ ନାଇଜର। ଆଉ ଟାଇମ୍ ଆପଣଙ୍କର 5:30, ଯାଉ ଯାଉ ବୋଧେ 6ଟା 6:30 ହେଇଯିବ। ସେଇଠୁ ଗୋଟେ ରିଟର୍ନ ଆଣିଲେ ଆଜିର କାମ ସରିଲା। ଆଉ ତାହେଲେ କେତେ ଜଲ୍ଦି ବାଜିବ ରିଟର୍ନ, ବେଳେବେଳେ ଏମିତି ବାଜିନି ବସେଇଦିଏ ଘଣ୍ଟା। ହେଲେ ଦେଖିବା ବାଜି ଯେତେବେଳେ ପଳେଇବା ଆଉ କ'ଣ। टांगी के ऊपर ही रखो। कॉल करुच्ची लगुनि ना उठाऊना जी। कॉल आपोलोरे छाड़िली कलिंगनगर पर गोटे बाजी टाटा हरियाणा सीएनजी भी ना से छाड़देवी छाड़ी सीएनजी पकईदेवी से डुमडुमा पाखे जो आईगेणिया सेटा पकड़े पर देखा कौन काली कौन हो घर आड़ी तो पकड़नी जदि आप 5टारू 5:30 भितर जाऊँच से पहुँचे 6टा 6:30 ताल रिटर्न आराम से बाजी जाऊँ कहीं भुवनेश्वर लोक बहुत जाऊँ जटणी मैंने ऑफिशियली काम हो कि अदर काम सकाशे तो रिटर्न बाजी जाऊँगी मुझे छाड़ी आपण से आपोलो हॉस्पिटल पाखापाखि आपोलो हॉस्पिटल पुणी मैं गोटे बाजिला जाकि गली आप डीन रिगालिया ये रिगालिया तो बाजिलानी फेरिकी आसको पड़ला।
ତ ଯାହା ହେଲା ହେଲା ବେପାର ଠିକ୍ଠାକ୍ ଅଛି। ଆଜି ଉବେରକୁ କିଛି ଗାଳି କରି ଲାଭ ନାହିଁ କି ଦୋଷ ଦେଇ ବି ଲାଭ ନାହିଁ। ତ ଆଜି ପାଇଁ ତ ଭିଡ଼ିଓଟା ଏତିକି। ଯେଉଁମାନେ ବି ନୂଆ କରିକି ଦେଖୁଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।